ना अंडा को सिझेଇବା ना अंडा को भाजिବା किंतु तरकारी बनिବ पूरा सुपर टेस्टी पूरा 5 मिनिट्रे। जदि सकाळର ବ୍ୟସ୍ତତା ଭିତରେ ଯଦି ଝଟପଟ କିଛି ବନେଇବାକୁ ଚାହୁଁଛନ୍ତି ତାହେଲେ ଏଇ ରେସିପିଟା ବନାନ୍ତୁ। ଭାତ ରୁଟି ପରଟା ସବୁଥିରେ ଦେଖିବେ ଜବରଦସ୍ତ ଟେଷ୍ଟ ଆସିବ। ପ୍ରଥମେ ଗୋଟେ ଆମେ ପେନ୍ ନେବା, ସେଇଥିରେ ଆମେ ଏଡ୍ କରିଦେବା ରିଫାଇନ୍ ତେଲ। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ତେଲ ଏଡ୍ କରିଦେବେ। ଆଉ ଅଳ୍ପ ଟିକେ ସେଥିରେ ଜିରା ଏଡ୍ କରିଦେବା, ଆଉ ଗୋଟେ ସେଠି ଛୋଟ ଛୋଟ ପିସେସ୍ରେ କଟିଂ କରି ରଖିଥିବା ପିଆଜକୁ ଏଡ୍ କରିଦେବା। ପିଆଜକୁ ଏଡ୍ କରିସାରିବା ପରେ ଭଲସେ ଟିକେ ମିକ୍ସ କରିବା। ପିଆଜଟା ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବା, ଯେମିତି ପିଆଜଟା ଟିକେ ବ୍ରାଉନ୍ କଲର୍ ହେଇଯିବ। ତ ଦେଖନ୍ତୁ ଏଭଳି ପ୍ରୋସେସ୍ ପର୍ଯ୍ୟନ୍ତ। ତାପରେ କ'ଣ କରିବି ନା ଅଦା ରସୁଣ, ଏଠି ମୁଁ 2ଟି ଶୁଖିଲା ଲଙ୍କା ବି ବାଟି ଦେଇଥିଲି। ଆପଣମାନେ ଚାହିଁଲେ ଅଦା ରସୁଣ କଞ୍ଚା ଲଙ୍କା ପେଷ୍ଟ ବି ଏଡ୍ କରିପାରିବେ। ତ ଅଦା ରସୁଣର ସେ ପେଷ୍ଟଟା ଏଡ୍ କରିସାରିବା ପରେ ଗୋଟେ ଚାମଚ ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଅଦା ରସୁଣର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଆମେ ଟିକେ ଅପେକ୍ଷା କରିବା। ଆଉ ଦେଖିବେ ଆପଣମାନେ ଯେତିକି ଅଣ୍ଡାରେ ବନେଇବାକୁ ଚାହିଁବେ ନା ସେ ଅନୁସାରେ ସବୁ ଜିନିଷ ଏଡ୍ କରିବେ। ଏଥିରେ ମସଲା ମସଲି ହଉ କି ଅଦା ରସୁଣ ପେଷ୍ଟ ହଉ କି ପିଆଜ ହଉ। ତାପରେ କ'ଣ କରିବା, ଏଠି ଅଦା ରସୁଣଟା ଆମର ଭଲସେ କଷି ହେଇଗଲାଣି। ଆମେ ସେଥିରେ ଛୋଟ ଛୋଟ ପିସେସ୍ରେ କଟିଂ କରି ରଖିଥିବା ଗୋଟେ ଟମାଟୋକୁ ଏଡ୍ କରିବା। ତ ଆପଣମାନେ ଚାହିଁଲେ ଏଠି ଟମାଟୋ ପ୍ୟୁରି ବି ଏଡ୍ କରିପାରିବେ। ତ ଏବେ ଟମାଟୋକୁ ଏଡ୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ଆମେ ସବୁ ଏ ପ୍ରୋସେସ୍ ବନେଇବା, ନହେଲେ ଟିକେ ପୋଡ଼ିବାର ବି ସମ୍ଭାବନା ଅଛି। ତ ସେ ଦେଖିବେ ସ୍ଲୋ ଆଞ୍ଚରେ ଯଦି ସିଝିବ ନା ପରଫେକ୍ଟଲି ପୁରା ସିଝିବ। ତାପରେ କ'ଣ କରିବା, ଜଲ୍ଦି ଯେମିତି କୁକିଂ ଫାଷ୍ଟ ହେବ, ଜଲ୍ଦି ଯେମିତି ଟମାଟୋ ସିଝିଯିବ, ସେଥିପାଇଁ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ସବୁବେଳେ ଦେଖିବେ ଟମାଟୋ ଯଦି ଏଡ୍ କରୁଛନ୍ତି ତାପରେ ଲୁଣ ଯଦି ଦେଇଦେବେ ତାହେଲେ ଦେଖିବେ ଜଲ୍ଦି କୁକିଂ ଫାଷ୍ଟ ହେବ, ଜଲ୍ଦି ଟମାଟୋଟା ପୁରା ସିଝିଯାଏ। ତାପରେ ଆମେ ସେଥିରେ ଘରେ ଥିବା ବେସିକ୍ ଗୁଣ୍ଡ ମସଲା ଏଡ୍ କରିବା। ବେସିକ୍ ଗୁଣ୍ଡ ମସଲାରେ ମୁଁ ଏଥିରେ ହଳଦୀ ଗୁଣ୍ଡ ନେଇଛି, ଲଙ୍କା ଗୁଣ୍ଡ, ଆଉ ସେଥିରେ ଏଡ୍ କରିଦେଇଛି ଚିକେନ୍ ମସଲା, ଅଳ୍ପ ଟିକେ ସେଥିରେ ପାଣିକୁ ଏଡ୍ କରିଦେଲି। ତ ଯେହେତୁ ଶୁଖା ମସଲାଟା ଏଡ୍ କଲେ ପୁରା ଶୁଖା ଶୁଖା ବନିଯିବ, ତ ସେଇଥିପାଇଁ ମୁଁ ଅଳ୍ପ ଟିକେ ପାଣିକୁ ଏଡ୍ କରିଦେଲି, ଯେମିତିକି ସବୁ ଟମାଟୋ ସିଝିବ ଆଉ ମସଲା ମସଲି ବି ସବୁ ଆମର ଯେମିତି କଷି ହେଇଯିବ। ତାପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ସ୍ଲୋ ଆଞ୍ଚରେ ଆମେ ସିଝିବାକୁ ଦେବା, ଯେମିତିକି ଟମାଟୋଟା ପୁରା ସିଝିଯିବ ଆଉ ପାଣିଟା ଯେଉଁ ଆମେ ଦେଇଥିଲେ ସେ ଶୁଖିଯିବ। ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଟମାଟୋ ଏଠି ଆମର ପରଫେକ୍ଟଲି ଏବେ ସିଝି ବି ଗଲାଣି, ଆଉ ତେଲ ଚାରିଆଡ଼େ ଦେଖାହେଉଛି, ପାଣି ବି ପୁରା ଶୁଖିଗଲାଣି। ତ ଏ ପର୍ଯ୍ୟନ୍ତ ଆମେ ଭଲସେ ଟିକେ ମିକ୍ସ କରି ସ୍ଲୋ ଆଞ୍ଚରେ କଷିବା। ତାପରେ ଆଉ ଟିକେ ଆମେ ଯେତିକି ଆପଣମାନେ ଗ୍ରେଭି ରଖିବାକୁ ଚାହିଁବେ ନା ସେ ଅନୁସାରେ ସେଥିରେ ପାଣିକୁ ଏଡ୍ କରିଦେବେ। ପାଣିକୁ ଏଡ୍ କରିକି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିବା। ଆଉ ପାଣିଟା ଟିକେ ଆମେ ଫୁଟିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ଆପଣମାନେ ଟେଷ୍ଟକୁ ଚାଖିରି ଏହି ସମୟରେ ବି ଲୁଣ ଆଉ ଏଡ୍ କରିପାରିବେ, ଯେହେତୁ ଆମେ ଟମାଟୋ ସିଝିବା ସମୟରେ ହିଁ ଲୁଣ ଏଡ୍ କରିଦେଲେ। ତ ଦେଖନ୍ତୁ ଏଠି ଆମର ଗ୍ରେଭିଟା ବହୁତ ବଢ଼ିଆ ବନିକି ରେଡ଼ି ହେଇଯାଇଛି, ବା ମସଲାଟା ବହୁତ ବଢ଼ିଆ ବନିକି ରେଡ଼ି ହେଇଗଲା। ରେଡ଼ି ହେଇସାରିବା ପରେ ଏଠି ମୁଁ 2ଟି ଅଣ୍ଡାରେ ହିଁ ପ୍ରସ୍ତୁତ କରିଛି। ଯେହେତୁ ଆପଣମାନଙ୍କୁ ସେୟାର କରିବାର ଥିଲା ଏ ରେସିପିଟା, ତ ମୁଁ ସେୟାର କରିବା ପାଇଁ ଭିଡ଼ିଓଟା ବନାଉଛି, ସେଥିପାଇଁ ମୁଁ 2ଟି ଅଣ୍ଡାରେ ପ୍ରସ୍ତୁତ କରିଛି। ଆଉ ଦେଖନ୍ତୁ ଏଠି ଆମେ କଞ୍ଚା ଅଣ୍ଡାଟାକୁ ଆମେ ସେଥିରେ ହାତରେ ଦେଖନ୍ତୁ ଏଠି ତାର ଖୋଳପାଟାକୁ ବାହାର କରି ଅଣ୍ଡାଟାକୁ ସେଥିରେ ଆମେ ଏଡ୍ କରିବା। ଆଉ ବହୁତ ବଢ଼ିଆ ବନିକି ରେଡ଼ି ହୁଏ ଫ୍ରେଣ୍ଡସ୍, ମାନେ ଝଟପଟ ବନିକି ରେଡ଼ି ହେଇଯିବ। ଆଉ ଏତେ ସୁଆଦିଆ ଲାଗିବ କି ଆପଣମାନେ ବାରମ୍ବାର ବନେଇବା ପାଇଁ ପସନ୍ଦ କରିବେ। ତାପରେ ଅଳ୍ପ ଟିକେ ସେ ଅଣ୍ଡା ଉପରେ ଗୋଲମରିଚ ଏଡ୍ କରିଦେବା। ଅଳ୍ପ ଟିକେ ମୁଁ ତା ଉପରେ ଲୁଣକୁ ଦେଇଥିଲି, ଏଇଟା ପୁରାପୁରି ଅପସନାଲ୍ ଅଛି। କି ଚାଟ୍ ମସଲା ବି ଆପଣମାନେ ଏଡ୍ କରିପାରିବେ। ତାପରେ କ'ଣ କରିବା ନା ଆମେ ଏବେ କଭରକୁ ଟିକେ ବନ୍ଦ କରିଦେବା। ଆକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଟିକେ ଆମେ ସିଝିବାକୁ ଦେବା। ଯେହେତୁ ଆମେ ଅଣ୍ଡାଟା ଏଡ୍ କଲେ, ତ ଦେଖିବେ ଅଣ୍ଡାଟା ଯଦି କଭର ଯଦି ବନ୍ଦ କରିଦେବେ ନା କୁକିଂ ଫାଷ୍ଟ ହେବ, ଜଲ୍ଦି ଅଣ୍ଡାଟା ପୁରା ସିଝିଯିବ। ଆଉ ଅଧିକା ସମୟ ସିଝେଇବାନି, 2ରୁ 3 ମିନିଟ୍ରେ ବନିକି ରେଡ଼ି ହେଇଯିବ। ଆଉ ଟୋଟାଲ୍ 5ରୁ 10 ମିନିଟ୍ରେ ଆପଣମାନେ ଏଇ ରେସିପିଟା ବନେଇକି ରେଡ଼ି କରିପାରିବେ। ତ ଦେଖନ୍ତୁ ଫାଇନାଲି ଆପଣମାନଙ୍କୁ ଦେଖାଉଛି 2ରୁ 3 ମିନିଟ୍ ପରେ ମୁଁ କଭରକୁ ବାହାର କରି କେତେ ବଢ଼ିଆ ଗୋଟେ ସ୍ୱାଦିଷ୍ଟ ରେସିପି ବନିକିରି ଆମର ରେଡ଼ି ହେଇଯାଏ। ଝଟପଟ ବନିକି ରେଡ଼ି ହେବ। ଅଣ୍ଡାରେ ତ ଆପଣମାନେ ବିଭିନ୍ନ ପ୍ରକାର ରେସିପି ବନେଇ ଖାଇଥିବେ, କିନ୍ତୁ ଏଇ ରେସିପିଟା ବନେଇକି ଦେଖନ୍ତୁ, ପୁରା ସୁପର ଟେଷ୍ଟି ଲାଗେ। ଆଉ ଅଳ୍ପ ଟିକେ ଛୋଟ ଛୋଟ ପିସେସ୍ରେ କଟିଂ କରି ଆମେ ସେଥିରେ ଧନିଆ ପତ୍ରକୁ ଏଡ୍ କରିଦେବା। ଧନିଆ ପତ୍ରଟା ଏଠି ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ୍ କରିବେ, ନହେଲେ ସ୍କିପ୍ ବି କରିପାରିବେ। ତ ଦେଖନ୍ତୁ ଫାଇନାଲି ଆମ ରେସିପିଟି ବନିକି ରେଡ଼ି ହେଇଗଲାଣି। ତ ଚାଲନ୍ତୁ ଆପଣମାନଙ୍କୁ ଗୋଟେ ପ୍ଲେଟ୍ ବି ବାହାର କରି ଦେଖାଇ ଦେଉଛି। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ। ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଆପଣମାନେ ବି ଘରେ ଆକୁ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ ଫାଇନାଲ୍ ଲୁକ୍ କେତେ ବଢ଼ିଆ ଦେଖାହେଉଛି ଆଉ ସୁପର ଟେଷ୍ଟି ବି ଲାଗେ ଖାଇବା ପାଇଁ। ତ ମୁଁ ସେ ପର୍ଯ୍ୟନ୍ତ ରହୁଛି, ପୁଣି কোনো ରେସିପି